ମନ୍ଦୋଦରୀ ପଚାରିଲା କହିଲା ଏତେ ମନ୍ଦୁକରେ କାହିଁ ବସିଛ? ସେ ଲାଭ କଣ? ସାରା ସଂସାରଟା ମତେ ନାରୀ ଚୋର ବୋଲି କହିଲା, ହେଲେ ଯୋଉ ନାରୀ କି ଚୋରି କଲି ସେ କୋଉ ମୋର ହେଲା? ସେ କହିଲା କଣ ସେଇପାଇଁ ମନ୍ଦୁକ ନା? ହଁ। କହିଲା ତମେ ତ ଛଦ୍ମ ବେଶରେ ମାହିର। ଛଦ୍ମ ବେଶ ବୁଝୁଛନ୍ତି ନା? ଯୋଉ ବେଶ ସେ ବେଶ ହେଇଯିବ। କହିଲା ତମେ ଗୋଟେ କାମ କରୁନ, ରାମଙ୍କ ବେଶ ହେଇ ଚାଲି ଯାଉନ, ସୀତା ତ ବୁଝିବେ ସ୍ୱାମୀ ଆଇଲେ ବୋଲି ତମକୁ ଆଲିଙ୍ଗନ କରିବେ, ଅସୁବିଧା କଣ? କହିଲା ମୁଁ କଣ ସେ ଚେଷ୍ଟା କରିନି ବୋଲି ଭାବୁଛନ୍ତି ନା କଣ? କହିଲା ସେ ଚେଷ୍ଟା ବି ମୁଁ କରିଛି, ଯେତେ ଥର ସେ ଚେଷ୍ଟା କରିଛି ମତେ ତ ସବୁ ସ୍ତ୍ରୀ ଲୋକ ଗୁଡାକ ମା ଭଳି ଭଳିଆ ଦେଖାଉଛନ୍ତି, ସ୍ତ୍ରୀ ଭଳିଆ ଦେଖା ହେଲେ ସିନା ମୁଁ କିଛି ଖରାପ ବ୍ୟବହାର କରେ। ମୋ କଥାଟା ବୁଝୁଛନ୍ତି ତ? ରାମଙ୍କ ଖୋଳ ପାରେ ଏତେ, ରାମ ହେଲେ କେତେ? ଆମେ ବା କହୁଛୁ ମୋର ରାମ ହବାର ନାହିଁ, ତୁ ହ ଅରେ ରାମ, ନା କଣ? ମୋର ହବାର ନାହିଁ, କାହିଁକିନା ମୁଁ ହେଲେ ପୁଣି ପରବାଡକୁ କେମିତି ହାତ ହାତ ଘୁଞ୍ଚେଇ? କୀର୍ତ୍ତନ କରୁଥିବା ଲୋକର ଗୋଟେ ଦେଖିଛୁ ନା? କୀର୍ତ୍ତନ କରୁଥିବା ଲୋକ ବି ଦେଖିବେ ବାଡ ବୁଝିଲା ବେଳେ ହାତ ହାତ ଘୁଞ୍ଚେଇ ଘୁଞ୍ଚେଇ ପରବାଡକୁ 3 ହାତ ନେଲେ। ରାମଚନ୍ଦ୍ର ଅଯୋଧ୍ୟା ଛାଡିକି ପଳେଇଲେ, ଇଏ ରାମ ଭକ୍ତ ଗୁଡାକ ଦେଖୁଛନ୍ତି ନା? ବାଡ ଘୁଞ୍ଚିଲା ବେଳେ ପଛ ପଛ ଘୁଞ୍ଚେଇ 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 10 ହାତ ନଉଥିବେ। ଇଏ ରାମ ଭକ୍ତକୁ ପୃଥିବୀ ସାରା କୋଉ ଚିହ୍ନିଛନ୍ତି ନା? କେହି, କେବଳ ରାମ ଚିହ୍ନିଥିବେ। ଇଏ ଯୋଉ ଠକ ଭକ୍ତକୁ ସବୁ ଦେଖିଛନ୍ତି ନା, ଏଇ ମାନେ ସମାଜକୁ ନଷ୍ଟ କରୁଛନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ କହିଲି ଈଶ୍ୱରଙ୍କୁ ଜାଣନ୍ତୁ ଆଜ୍ଞା। ଈଶ୍ୱର ସବୁଠି ଅଛନ୍ତି, ମତେ ସବୁଠି ଦେଖୁଛନ୍ତି। ଏମିତି କୋଉ ଗୋଟିଏ ସ୍ଥାନ ନାହିଁ ଯୋଉ ସ୍ଥାନରେ ସେ ନାହାନ୍ତି। ସବୁଠାରେ ପୁରୀ ରହିଛ, କାହାକୁ ମୁଁ ଠକିବି, ସବୁଠି ଚାହିଁଛ ପ୍ରଭୁ ହେ, କେଉଁଠି ଲୁଚି ପାପ କରିବି?